ସମସ୍ତଙ୍କୁ ମୋର ନମସ୍କାର। ମୁଁ ସନ୍ତୋଷ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଚାଲନ୍ତୁ ଆଜି କଥା ହେବା ଜିପିଏଲ୍ଏଫ୍ର କଟଅଫ୍ ଉପରେ। ଜିପିଏଲ୍ଏଫ୍ କଟଅଫ୍ରେ 7ଟି ଭିଡ଼ିଓ ହେବ ବା 7ଟି ଅପସନ୍ ଅଛି। ସବୁ ଭିଡ଼ିଓ ଦେଖିବେ। ଆଜିର ଭିଡ଼ିଓ ପାର୍ଟ 4 ଭିଡ଼ିଓ ହେଉଛି। ତ ଆଜିର ଭିଡ଼ିଓ ମାଧ୍ୟମରେ ଜିପିଏଲ୍ଏଫ୍ କଟଅଫ୍ର ଲିଆବିଲିଟି କଟଅଫ୍ ଉପରେ ଆପଣମାନଙ୍କୁ ମୁଁ ଷ୍ଟେପ୍ ବାଇ ଷ୍ଟେପ୍ କରି ଦେଖାଇବି। ଭିଡ଼ିଓଟିକୁ ଜମା ବି ସ୍କିପ୍ କରିବେ ନାହିଁ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ, ନହେଲେ ଆପଣମାନେ ବୁଝିପାରୁନାହାନ୍ତି। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ତାହେଲେ ଗୋଟେ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ। ଚାଲନ୍ତୁ ଆଉ ଲେଟ୍ କରିବା ନାହିଁ, ଆଜିର ଭିଡ଼ିଓ ଷ୍ଟାର୍ଟ କରିବା। ମୁଁ ଆରମ୍ଭରୁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ କରିକିରି ଦେଖାଇବି। ଗୁଗଲରେ କ୍ଲିକ୍ କରିବା। ଯେକୌଣସି କ୍ରୋମ୍ ବ୍ରାଉଜରରେ ଆପଣ କ୍ଲିକ୍ କରିପାରିବେ। ତାପରେ ସର୍ଚ୍ଚ ବାର୍ରେ କ୍ଲିକ୍ କରିବା ଏବଂ ଲୋକସ୍ LOKOS ଲୋକସ୍ ଲେଖିବା ଏବଂ ସର୍ଚ୍ଚରେ କ୍ଲିକ୍ କରିବା। ସର୍ଚ୍ଚରେ କ୍ଲିକ୍ କଲା ପରେ ତଳେ ଅଛି ଦେଖ ଏବାଉଟ୍ ଲୋକସ୍ ଲେଖା ହେଇଛି, ଏଠି ମୁଁ କ୍ଲିକ୍ କରୁଛି। ଏବାଉଟ୍ ଲୋକସ୍ରେ କ୍ଲିକ୍ କଲା ପରେ ଆପଣଙ୍କୁ ଆଉ ଗୋଟେ ପେଜ୍ ଆସିବ। ପେଜ୍ ଆସିଲା ପରେ ଦେଖିବେ ରାଇଟ୍ ସାଇଡ଼୍ରେ ଗୋଟେ 3 ଲାଇନ୍ ଅଛି। 3 ଲାଇନ୍ରେ କ୍ଲିକ୍ କରନ୍ତୁ। ତା ତଳକୁ ଅଛି ଲଗ୍ଇନ୍। ଲଗ୍ଇନ୍ରେ କ୍ଲିକ୍ କରିବା। ଦୁଇଟି ଅପସନ୍ ଆସିବ, ଗୋଟିଏ ହେଉଛି ଲାଇଭ୍ ଆଉ ଗୋଟେ ଡେମୋ। ଆମେ ଲାଇଭ୍ରେ କ୍ଲିକ୍ କରିବା। ଲାଇଭ୍ରେ କ୍ଲିକ୍ କଲା ପରେ ଆପଣଙ୍କୁ ସାଇନ୍ ଇନ୍ ଟୁ ୟୋର୍ ଆକାଉଣ୍ଟ ଶୋ କରିବ, ଯେଉଁଥିରେ ଆପଣଙ୍କର ୟୁଜର୍ ନେମ୍ ଏବଂ ପାସୱାର୍ଡ଼ ଦେବାକୁ ପଡ଼ିବ। ପ୍ରଥମେ ୟୁଜର୍ ନେମ୍ ଦେବେ ଏବଂ ସାଇନ୍ ଇନ୍ରେ କ୍ଲିକ୍ କରିବେ। ଆଉ ଥରେ ଆପଣଙ୍କୁ ପାସୱାର୍ଡ଼ ମାଗିବ, ଆଉ ଥରେ ପାସୱାର୍ଡ଼ ଦେବେ ଏବଂ ଆଉ ଥରେ ସାଇନ୍ ଇନ୍ରେ କ୍ଲିକ୍ କରିବେ। ଚାଲନ୍ତୁ ମୁଁ ମୋର ପାସୱାର୍ଡ଼ ଏବଂ ୟୁଜର୍ ନେମ୍ ଦେଇଦେଉଛି। ମୋର ୟୁଜର୍ ନେମ୍ ଏବଂ ପାସୱାର୍ଡ଼ ମୁଁ ଅଲରେଡ଼ି ଏଣ୍ଟ୍ରି କରିଛି। ଏଣ୍ଟ୍ରି କଲା ପରେ କ'ଣ କରିବା ନା ସାଇନ୍ ଇନ୍ରେ କ୍ଲିକ୍ କରିବା। ସାଇନ୍ ଇନ୍ କ୍ଲିକ୍ କଲା ପରେ ଆପଣଙ୍କର ଆଉ ଗୋଟେ ପେଜ୍ ବାହାରିବ, ଯେଉଁଠି ଲେଖା ହେଇଥିବ ଆପଣଙ୍କର ରୋଲ୍ ରିକ୍ୱେଷ୍ଟ ଆଉ ଲଗ୍ ଆଉଟ୍। ସବୁ କାମ ସରିଗଲା ପରେ ଆମେ ଲଗ୍ ଆଉଟ୍ କରିବା ବା ନ କଲେ ବି ଚଳିବ। ବଟ୍ ଏଠି କ'ଣ ଲେଖା ହେଇଛି ନା CLF ବୁକ୍ କିପର୍। ଆମେ CLF ବୁକ୍ କିପର୍ରେ କ୍ଲିକ୍ କରିବା। ଯେତେବେଳେ ଆମେ CLF ବୁକ୍ କିପର୍ରେ କ୍ଲିକ୍ କରିବା ତାହେଲେ କଟଅଫ୍ର ଯାହା ଯାହା ଅପସନ୍ ଅଛି ସବୁ ଅପସନ୍ର ଆସିବା ପୂର୍ବରୁ ଆପଣଙ୍କୁ ଆଉ ଗୋଟେ ପେଜ୍ ରହିବ। ଆପଣଙ୍କର ସିରିଏଲ୍ ନମ୍ବର, CLF ନେମ୍ ମାନେ ଆପଣଙ୍କର ଜିପି ନେମ୍ ରହିବ, ଆଞ୍ଚଳିକ ମଞ୍ଚର ନାଁ ରହିବ, ମହାସଂଘର ନାଁ ରହିବ, CLF ଫେଡେରେସନ୍, CLF ମାନେ ଫର୍ମେସନ୍ ଡେଟ୍ ରହିବ, ଆଉ ଲାଷ୍ଟ ମିଟିଂ ଡେଟ୍ ରହିବ, ଟ୍ରାଞ୍ଜାକ୍ସନ୍ ଅଛି, ଆଉ ଲୋନ୍ ଆଣ୍ଡ ଫଣ୍ଡ ଷ୍ଟାଟସ୍ ଅଛି। ତା ଲାଷ୍ଟକୁ ଗୋଟେ ମିଟିଂ ବୋଲି ଅପସନ୍ ଅଛି। ମିଟିଂ ତଳେ ଆପଣଙ୍କୁ 3 ଡଟ୍ ଶୋ କରିବ, ଦେଖାଯାଉଛି। ଆମେ କ'ଣ କରିବା 3 ଡଟ୍ରେ କ୍ଲିକ୍ କରିବା। ଯଦି ଆପଣ ପ୍ରଥମ କରି ଆପଣ ଲୋକସ୍ ଖୋଲୁଛନ୍ତି ତାହେଲେ ଆପଣଙ୍କୁ ଏଇ ଗୋଟିଏ ଅପସନ୍ ହିଁ ଆସିବ, ଜେନେରେଟ୍ ମିଟିଂ ଆସିବ। ତ ମିଟିଂରେ କ୍ଲିକ୍ କରିବେ। ଥରେ ଓପନ୍ କଲା ପରେ ଆପଣଙ୍କୁ ଏ 3ଟି ଲେଖାଏଁ ଅପସନ୍ ଆସିବ। ଭ୍ୟୁ ଲାଷ୍ଟ ମିଟିଂରେ କ୍ଲିକ୍ କଲେ ବି ଓପନ୍ ହେଇଯିବ, କିମ୍ବା ଲିଷ୍ଟ ଅଫ୍ ମିଟିଂରେ କ୍ଲିକ୍ କଲେ ବି ଓପନ୍ ହେଇଯିବ। ଚାଲନ୍ତୁ ଆମେ ଭ୍ୟୁ ଲାଷ୍ଟ ମିଟିଂରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଆପଣଙ୍କୁ ଏହିପରି ପେଜ୍ ଆସିବ। ଲୋକସ୍ର ଯାହା ଯାହା କଟଅଫ୍ର ଅପସନ୍ ଅଛି ସବୁ ଅପସନ୍ ଉପରେ ସବୁ ଦେଖାଯିବ। ଦେଖନ୍ତୁ ତ ଏଠି କିଛି ଅନ୍ ମ୍ୟାଚେସ୍ ଆମାଉଣ୍ଟ ଆପଣଙ୍କୁ ଶୋ କରିବ। ଏଇଟା ଆଗରୁ ଅନଲାଇନ୍ ଏଣ୍ଟ୍ରି ହେଇଛି, ଆପଣଙ୍କର ଆକାଉଣ୍ଟରେ କେତେ ପଇସା ଆସିଛି, କେଉଁ ଫଣ୍ଡରୁ କେତେ ଟଙ୍କା ଆସିଛି, ସେଇଟା ଅଲରେଡ଼ି କିଛି ପଇସା ଏଣ୍ଟ୍ରି ହେଇଛି ଆଉ କିଛି ପଇସା ଏଣ୍ଟ୍ରି ହେଇନାହିଁ, ଯେଉଁଟା ଆମେ କ୍ୟାସ୍ ବୁକ୍ ଏବଂ ଲେଜର୍କୁ ଫଲୋ କରି ଲେଖିବା। ତ ଏବେ ଦେଖୁଛନ୍ତି ଆପଣଙ୍କର ଇକ୍ୱିଟିରେ ଏବଂ ଲିଆବିଲିଟିରେ ଦୁଇଟା ଫଣ୍ଡରୁ କିଛି ପଇସା ଆପଣଙ୍କୁ ଶୋ କରିବ, ଯେଉଁଟା ସରକାର ଆଗରୁ ଏଣ୍ଟ୍ରି କରିଛନ୍ତି। ବାକି ତକ ସବୁ ଜାଗାରେ 0 ରହିବ। ଟିକେ ମୁଁ ଆପଣଙ୍କୁ ଝୁମ୍ କରି ଦେଖେଇବି। କଟଅଫ୍ରେ ଆପଣଙ୍କୁ 7ଟି ଅପସନ୍ ଅଛି। ପ୍ରଥମ ହେଲା
करेंट आसेट, फिक्स आसेट, इक्विटी, लायबिलिटी, इनकम, एक्सपेंडिचर एवं लेंडिंग क्लोज लोन। तो आपन की 7टी ऑप्शन गोटी गोटी कर आपको फिलअप करने को पड़ो। करेंट आसेट, फिक्स आसेट, इक्विटी उपरे ऑलरेडी मु वीडियो पोस्ट करिछि मो चैनल रे अछि, जो माने देखि नांती देखि नियंतु। तो आजिर वीडियो होछि पार्ट 4 वीडियो आउ लायबिलिटी उपरे अछि आज। तो जते बेला हम लायबिलिटी क्लिक करिबा कोन कोन ऑप्शन आसीबो आमे देखिबा। तो एटी क्लिक करिबा, लायबिलिटी रे हम क्लिक कले, क्लिक कला परे एटी बहुत गुडे ऑप्शन आसुची। एडवांस फ्रॉम एसआरएलएम अच्छी, ता तले किछि ऑप्शन अच्छी। इन्वेस्टमेंट बाय सीबीओएस अच्छी, ता तले किछि ऑप्शन अच्छी। लोन फ्रॉम बैंक, ता तले गोटे ऑप्शन अच्छी। लोन फ्रॉम अदर इंस्टीट्यूशन, ता तले गोटे ऑप्शन अच्छी। ता तलकू रिसीव फ्रॉम एसआरएलएम, रिसीव फ्रॉम एसआरएलएम रो गुडे ऑप्शन अच्छी। ता तलकू विथ इन सीएलएफ ट्रांजैक्शन अच्छी आउ सस्पेंस अमाउंट अच्छी, अकाउंट अच्छी, एक्सपेंडिचर अच्छी, एमती अनेक ऑप्शन अच्छी। जो जो ऑप्शन रो हम काम अच्छी ता ऊपर हम कथा हेबा, अलगा अधिक किछि विषय रे कथा हेबा नाही। तो एते सब ऑप्शन देखि हमें जमा भी कंफ्यूज हेबा नाही। आम महासंघ रे जहाँ जहाँ जो जो फंड बाबद को पैसा आसीची सेतिरे ही एंट्री करबा, अलगा किछि ऑप्शन दरकार नाही। तो एडवांस फ्रॉम एसआरएलएम, ता तले अच्छी ऑनरियम टू कैडर। एठी कौन ना महासंघ को सीएसएस मानकर दरमा बाबद को जीपीएलएफ गठन ठारू आपणकर कट ऑफ डेट पर्यंत जतिकी टंका आसीची एथिरे एंट्री करिवे ना। एठी जेतेबेले एठी क्लिक करिवे, क्लिक कला पर आपनको एमिति पेज आसीबो। तो सीरियल नंबर 1 फंड सोर्स हला आपणकर ऑनरियम कैडर, अमाउंट केते टोटल अमाउंट एटी पकेबे पड़िबो। टोटल जीपीएलएफ गठन ठारू कट ऑफ डेट पर्यंत जेते थर आसीची सेतिकी टंका एटी एका थर को मिसेकी पकेबे पड़िबो। लिखिबे तापरे राइट चिन्ह रे क्लिक करिवे, क्लिक कला पर सेव रे क्लिक करिवे। जेतेबेले सेव रे क्लिक कले एमिति सक्सेसफुल आपनको शो करिवो। जदि किसी भूल रे एंट्री करिसंती ताहले किछि डरिबार आवश्यक नाही। एमिति हाइलाइट रो डिलीट चिन्ह शो करिवो। तो एटी पुणी क्लिक करिवे आउ थरे यस अछि, एटी यस रे क्लिक कले जदि किछि भूल एंट्री करिसंती ताहले डिलीट हे जिवो। बर्तमान एटा हे गेला। एटा पुणी इंटू चिन्ह रे क्लिक करिबा, क्लिक कला परे ता तळ ऑप्शन को जिबा। तळे अछि इंस्टीट्यूशन बिल्डिंग फंड बा आईबी फंड। आईबी फंड को किछि पैसा ऑलरेडी आपन को शो करिवो। देखंतो एटी किछि पैसा शो करिवो, देखिबे केते टंका अछि गुटे पेपर रे नोट करिवे एवं आपनकर लेजर कि कैशबुक देखिबे जे सेतिरे केते टंका मोट पैसा अछि। सेही टंका जेतिकी टंका अछि सेतिकी टंका रु केते टंका एंट्री हेछि ऑलरेडी एई फंड तरफ माने फंड रे सेतिकी पैसा माइनस करिवे एवं बळका पैसा एटी एंट्री करिवे। एटा भी सेम कथा। एटी क्लिक करिवे, क्लिक कला परे आपनको सेम पेज आसीबो। आपनकर सीरियल नंबर रहिबो, आपनकर फंड सोर्स रहिबो, अमाउंट एटी लिखिबे, एटी ग्रीन टिक चिन्ह रे क्लिक करिवे, सेव रे क्लिक करिवे। ताको देखंतु गोटे जिनिस मु कहूची। तो जो जो पैसा सरकार ऑलरेडी ऑनलाइन रे एंट्री कर देइचंती हम अकाउंट को आसीची सेटा एमते हाइलाइट कलर आसीबो नाही कि ए पैसा आपण चाहिले भी डिलीट करि परिबे नाही। जो पैसा डिलीट होबो नाही आपण जानंतु कि सेटा ऑलरेडी आगुरु आसीची। आ जोटा आमे एंट्री करथिबा सेटा हम डिलीट करि परिबा। तो एटा मु एमती एमती एंट्री करिवे। तापर एंटर चिन्ह क्लिक कर दोची। ता तळको अछि आपणकर अदर एडवांस फ्रॉम एसआरएलएम। जदि किछि अलगा पैसा आछि ताले एंट्री करिवे। ट्रेनिंग एंड कैपेसिटी बिल्डिंग फंड, ट्रेनिंग एवं कैपेसिटी बिल्डिंग फंड पाई जतिकी टंका आसीची आपनकर महासंघ को तो से पैसा एटी एंट्री करिवे जेमति हमें दिथर करी देखिले। ता तळे कोन अछि ना इन्वेस्टमेंट बाय सीबीओएस। एटा कोन एसएचजी माने देथिबा पैसा
କିମ୍ବା ମେମ୍ବର ମାନେ ଦେଇଥିବା ପଇସା ଏଠି ଏଣ୍ଟ୍ରି କରାଯିବ। ନା ମେମ୍ବର ମାନେ ବା ଏସ୍ଏଚ୍ଜି ମାନେ କ'ଣ ଦିଅନ୍ତି, ଏଠି 3ଟି ଅପସନ୍ ଅଛି। ଗୋଟିଏ ହେଲା କମ୍ପଲସରି ସେଭିଂ, ଆଉ ଗୋଟେ ହେଉଛି ଡିପୋଜିଟ୍, ଆଉ ଗୋଟେ ହେଉଛି ଭଲେଣ୍ଟାରୀ ସେଭିଂ। ତ ଏଠି ଏସ୍ଏଚ୍ଜି କିମ୍ବା ମା ମାନେ ଆମର ଭଲେଣ୍ଟାରୀ ସେଭିଂ ଆମେ କରୁନୁ କି ଡିପୋଜିଟ୍ ମଧ୍ୟ କରୁନାହାନ୍ତି ମହାସଂଘକୁ। ତ କ'ଣ କରୁଛନ୍ତି ସେମାନେ, ନା କମ୍ପଲସରି ସେଭିଂ ଦେଉଛନ୍ତି। ଆମେ ସମସ୍ତେ ସେଭିଂ କଲେକ୍ସନ୍ କରୁଛେ, ମହାସଂଘରେ ବନ୍ଧା ହେଉଛି ସେଭିଂ ପଇସା। ତ ଆମେ ଏଠି କ'ଣ କରିବା, କମ୍ପଲସରି ସେଭିଂରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଆପଣଙ୍କୁ ଏମିତି ପେଜ୍ ଶୋ କରିବ। ଏଠି ଆପଣଙ୍କର ମହାସଂଘର ନାଁ ରହିବ, କମ୍ପଲସରି ସେଭିଂ, ଏଠି ଏସ୍ଏଚ୍ଜି ଏବଂ ଭିଓ ଅଛି। ତ ଆପଣ ଯଦି ସେଭିଂ କରୁଛନ୍ତି ତାହେଲେ ସେଭିଂ ପଇସା ଆଜି ନହେଲେ କାଲି ଏସ୍ଏଚ୍ଜି ମାନେ ମହାସଂଘ ଠାରୁ ନେବେ। ତେଣୁ ଆମେ କ'ଣ କରିବା, ଏସ୍ଏଚ୍ଜି ୱାଇଜ୍ କଲେ ଭଲ। ଯଦି ଆମେ ଭିଓ ୱାଇଜ୍ କରିବା ତାହେଲେ ଆମେ ଜାଣିପାରିବା ନାହିଁ। ଗୋଟେ ଆଞ୍ଚଳିକ ମଞ୍ଚରେ ମୋଟ ପଇସା ଲେଖିଥିବା କିନ୍ତୁ କେଉଁ ଏସ୍ଏଚ୍ଜି କେତେ ଦେଇଛନ୍ତି ଆମେ ଜାଣିପାରିବା ନାହିଁ। ତ ଏଠି କ'ଣ କରିବା, ଏସ୍ଏଚ୍ଜିରେ କ୍ଲିକ୍ କରିବା। ଏସ୍ଏଚ୍ଜିରେ କ୍ଲିକ୍ କଲା ପରେ ଆପଣଙ୍କୁ ଏମିତି ଶୋ କରିବ ଲିଷ୍ଟ ଅଫ୍ ଭିଓ, ମାନେ ଏଇ ଲେଫ୍ଟ ସାଇଡ଼୍ରେ ଆପଣଙ୍କର ଯେତୋଟି ଆଞ୍ଚଳିକ ମଞ୍ଚ ଅଛି ସବୁ ଏମିତି ଶୋ କରିବ। ତାପରେ ସିରିଏଲ୍ ନମ୍ବର, ଏସ୍ଏଚ୍ଜି ନେମ୍, କମ୍ପଲସରି ସେଭିଂ ଲେଖା ହେଇଛି। ଯେତେବେଳେ ଗୋଟେ ଆଞ୍ଚଳିକ ମଞ୍ଚରେ ଆପଣ କ୍ଲିକ୍ କରିବେ, କ୍ଲିକ୍ କଲା ପରେ ଆପଣଙ୍କୁ ସେଇ ଆଞ୍ଚଳିକ ମଞ୍ଚରେ ଯେତୋଟି ଏସ୍ଏଚ୍ଜି ଅଛି ସବୁ ଏସ୍ଏଚ୍ଜି ଆସିବ ଏବଂ କମ୍ପଲସରି ସେଭିଂ ଏଠି ଶୋ କରିବ। ଆପଣ କ'ଣ କରିବେ, ଖାତା ଦେଖିବେ କେଉଁ ଏସ୍ଏଚ୍ଜି କେତେ ଟଙ୍କା ସେଭିଂ ଦେଇଛନ୍ତି, ଏଇଠି ଗୋଟି ଗୋଟି କରି ଏଣ୍ଟ୍ରି କରିବେ। ଯେଉଁ ଏସ୍ଏଚ୍ଜି ଦେଇଛି, ଯିଏ ଦେଇନାହିଁ ତାକୁ ଏଣ୍ଟ୍ରି କରିବ ନାହିଁ ବା ଜିରୋ ପକାଇଦେବ। ତ ଏଇଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ କେଉଁ ଏସ୍ଏଚ୍ଜି ହେଇଛି ତା'ର 5,000, କିଏ ହେଇଛି 3,000, ଏମିତି ଆପଣ ଖାତା ଦେଖିକି ସବୁ ଏସ୍ଏଚ୍ଜି ମାନଙ୍କର ସେଭିଂ ଦେଇଦେବେ। ସିରିଏଲ୍ ଦେଇ ସାରିଲା ପରେ ତଳେ ଅଛି ସେଭ୍ରେ କ୍ଲିକ୍ କରିବେ। ତ ଏମିତି ଆପଣଙ୍କୁ ଆଞ୍ଚଳିକ ମଞ୍ଚ ଅନୁସାରେ ଗୋଟେ ଆଞ୍ଚଳିକ ମଞ୍ଚ ସରିଗଲା, ଆଉ ଗୋଟେ ଆଞ୍ଚଳିକ ମଞ୍ଚରେ କ୍ଲିକ୍ କରିବେ। ତାପରେ ସେଇଟା ସରିଗଲା, ଆଉ ଗୋଟେ ଆଞ୍ଚଳିକ ମଞ୍ଚରେ କ୍ଲିକ୍ କରିବେ। ତ ସେମିତି ଆପଣଙ୍କର ମହାସଂଘରେ ଯେତୋଟି ଆଞ୍ଚଳିକ ମଞ୍ଚ ଅଛି ସେ ମଞ୍ଚ ୱାଇଜ୍ ଆପଣ ସବୁ ଏସ୍ଏଚ୍ଜିରେ କେଉଁ ଏସ୍ଏଚ୍ଜି କେତେ ସେଭିଂ ଦେଇଛନ୍ତି ଏଣ୍ଟ୍ରି କରି ସେଭ୍ କରିବେ। ତାପରେ ବ୍ୟାକ୍ କରିବା। ଆଉ ଥରେ ମୁଁ ସେଠି କ୍ଲିକ୍ କଲି ଲାୟାବିଲିଟି, ତା ତଳେ ଅଛି ଡିପୋଜିଟ୍। ଆମେ ଡିପୋଜିଟ୍ କିଛି କରୁନୁ କି ଭଲେଣ୍ଟାରୀ ସେଭିଂ ମଧ୍ୟ ଆମେ କରୁନୁ। ତା ତଳକୁ ଅଛି ଆପଣଙ୍କର ଲୋନ୍ ଫ୍ରମ୍ ବ୍ୟାଙ୍କ, ଯେ ମହାସଂଘ କୌଣସି ବ୍ୟାଙ୍କକୁ ଲୋନ୍ ଦେଉନାହିଁ, ଏଇଟା କିଛି କରିବା ଆବଶ୍ୟକ ନାହିଁ। ଲୋନ୍ ଫ୍ରମ୍ ଅଦର ଇନଷ୍ଟିଚ୍ୟୁସନ୍, ଅଲଗା ସଂସ୍ଥାକୁ ମଧ୍ୟ ମହାସଂଘ କେବେ ପଇସା ଦିଏନି, ଏଇଟା ବି ଆମକୁ ଦରକାର ନାହିଁ। ତା ତଳକୁ ଅଛି ରିସିଭ୍ ଫ୍ରମ୍ ଏସ୍ଆର୍ଏଲ୍ଏମ୍। ଦେଖ ଏଠି ଅଛି କ୍ଲଷ୍ଟର ଡେଭଲପମେଣ୍ଟ ଫଣ୍ଡ, ମାନେ ଆପଣଙ୍କର ମହାସଂଘକୁ କ୍ଲଷ୍ଟର ଡେଭଲପମେଣ୍ଟ ପାଇଁ ବା ଆପଣଙ୍କର କ୍ଲଷ୍ଟରକୁ ଡେଭଲପ୍ କରିବା ପାଇଁ ଯେତିକି ଟଙ୍କା ଆସେ ଫଣ୍ଡ ପଇସା, ଆପଣ ଏକ୍ଜାମ୍ପଲ୍ ହେଲା ଆପଣଙ୍କର ଅର୍ଗାନିକ୍ କ୍ଲଷ୍ଟର ହେଉ, ହାଇ ଭ୍ୟାଲ୍ୟୁ କ୍ରପ୍ ହେଉ, ମହୁ ଚାଷ, ଛତୁ ଚାଷ, ମାଛ ଚାଷ, ବାୟୋଫ୍ଲକ୍, ଯାହା ଆସୁଛି, ତ ସେଇ ବାବଦକୁ ଆପଣଙ୍କର କ୍ଲଷ୍ଟରକୁ ଡେଭଲପ୍ କରିବା ପାଇଁ ଯେତିକି ପଇସା ଆସିଛି ଫଣ୍ଡ ପଇସା, ସେଇଟା ସବୁ କାଲକୁଲେସନ୍ କରିବେ ଏବଂ ଏଥିରେ ପକାଇବେ। ଏଥିରେ କିଛି ନାହିଁ, କେବଳ କ୍ଲିକ୍ କଲା ପରେ ଆପଣଙ୍କୁ ପଇସା ହିଁ ଲେଖିବାକୁ ପଡ଼ିବ। କେତେ ଟଙ୍କା ଆସିଛି ସେତିକି ଏଣ୍ଟ୍ରି କରିବାକୁ ପଡ଼ୁଛି, ଆଉ କିଛି କରିବାକୁ ପଡ଼ୁନାହିଁ। ତ ଏଠି ପଇସା ଲେଖିବେ, ଗ୍ରୀନ୍ରେ ଟିକ୍ କରିବେ, ସେଭ୍ରେ କ୍ଲିକ୍ କରିବେ। ତାପରେ ତା ତଳକୁ ଅଛି IFC, କିଛି କେଉଁ ଜିପିରେ କେଉଁ ମହାସଂଘରେ IFC କ୍ଲଷ୍ଟର ବି ଅଛି। ଯାହାର ଅଛି IFC ଇଣ୍ଟିଗ୍ରେଟେଡ୍ ଫାର୍ମିଂ କ୍ଲଷ୍ଟର, ଯାହାର ଅଛି ସେମାନଙ୍କର ଯେତିକି ଫଣ୍ଡ ପଇସା ଆସିଛି ଏଠି ଏଣ୍ଟ୍ରି କରିବେ। ତାପରେ ଯାହାର ଅଛି OSF ଯଦି ଅଛି ସେମାନେ ଏଣ୍ଟ୍ରି କରିବେ, ଯାହାର PE ଅଛି ସେମାନେ ଏଣ୍ଟ୍ରି କରିବେ। ଯେଉଁମାନଙ୍କର ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ ପିଜି ପାଇଁ ଯେଉଁ ପଇସା ଆସିଛି ଇନଫ୍ରାଷ୍ଟ୍ରକ୍ଚର ପାଇଁ ଯଦି ଆସିଛି ତାହେଲେ ଏଠି କେତେ ଟଙ୍କା ଆସିଛି ଏଣ୍ଟ୍ରି କରିବେ। ତା ତଳକୁ ଅଛି ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ ଫର୍ CHC, ଏଇଟା ହେଉଛି CSP, ଏଇଟା
ଆପଣଙ୍କର CHC যেটা লেখା ହେଇଛି এটা ଆପଣଙ୍କର CFC এটা ତ CFC ବାବଦକୁ ଯେତେ ଟଙ୍କା ଆପଣଙ୍କର ଫଣ୍ଡ ଆସିଛି ତ ଆପଣ ଏଠି ପକାଇ ପାରିବେ। ତାପରେ ଏଇଟା ଆପଣଙ୍କର ଇନୋଭେସନ୍ ପ୍ରୋଗ୍ରାମ ଫଣ୍ଡ ନାହିଁ, ଆମର ମାଇକ୍ରୋ ଏଣ୍ଟରପ୍ରାଇଜ ଆମର ଡେଭଲପମେଣ୍ଟ ଫଣ୍ଡ ନାହିଁ, ଯଦି ଆସିଛି ଆପଣ ପକାଇ ପାରିବେ ଯାହାର ଅଛି। ତାପରେ OSF, ତାପରେ ରିଭଲ୍ଭିଂ ଫଣ୍ଡ ଯଦି RF ଯଦି ମହାସଂଘକୁ ଆସିଛି ତାହେଲେ ପକାଇବେ, ଯଦି ଆସିନାହିଁ ନାହିଁ। ତାପରେ ଅମ୍ୟାନ୍ ଏଣ୍ଟରପ୍ରାଇଜ ଏଇଟା ବି ଆମକୁ ଦରକାର ନାହିଁ। ତା ତଳକୁ ଅଛି ୱିଥିନ୍ ସେଲ୍ ଅଫ୍ ଟ୍ରାଞ୍ଜାକ୍ସନ୍, ତ ଏଇଟା ସବୁ ଜିପିରେ ହୁଏନି। ଯେଉଁ ଜିପିରେ ଆପଣଙ୍କର ମଡ଼େଲ ଜିପି ଅଛି ତ CF ଅଛି ଯେଉଁଟା সেটা କ'ଣ ହେଇଛି କ'ଣ ହେବ ଯଦି ଗୋଟେ ମଡ଼େଲ ଜିପି ଆଉ ଗୋଟେ ମଡ଼େଲ ଜିପିକୁ ଯଦି ସିଏ ଦେବା ପାଇଁ ପଇସା ଆସିଛି ତାହେଲେ ଏଥିରେ ସେ ଫଣ୍ଡ କେତେ ଟଙ୍କା ଆସିଛି ଏଣ୍ଟ୍ରି କରିପାରିବେ। ଗିଭେନ୍ ବାଇ ନୋଡାଲ ଟୁ ନନ୍ ନୋଡାଲ, ମାନେ ନୋଡାଲ ଟୁ ନନ୍ ନୋଡାଲ, ମାନେ ନୋଡାଲ ଜିପିକୁ ଆସିବ ପଇସା ଆଉ ସେମାନେ ନୋଡାଲ ମାନେ ଅଲଗା ଜିପିକୁ ସବୁ ଦେବେ। ତ ଯେତିକି ଟଙ୍କା ଆସିଛି ଏଠି ଲେଖିପାରିବେ। ତ ଏତିକି ରହିଲା ଫଣ୍ଡ ବିଷୟରେ। ତ ଏଇ ଫଣ୍ଡ ବାବଦକୁ ସରକାର ଯେଉଁ ପଇସା ପଠାଇଛନ୍ତି, ଆମେ ଲେଖିଛେ କ୍ୟାସବୁକ୍ ଲେଜର ଉଠେଇଛେ, ତ କ୍ଲଷ୍ଟର ଡେଭଲପ ପାଇଁ କେତେ ଟଙ୍କା ଆସିଛି, ବା ଆପଣଙ୍କର PG ପାଇଁ କେତେ ପଇସା ଆସିଛି, ତାପରେ IB ପାଇଁ କେତେ ପଇସା ଆସିଛି, ନା କ'ଣ ପାଇଁ କେତେ ପଇସା ଅଛି, ଆମେ ଯେ ଲେଖିଛେ ତାକୁ ଦେଖିକିରି ଏଠି ଉଠେଇବେ କେତେ କେତେ ଟଙ୍କା ଆସିଛି। ତାପରେ ଯଦି ଲେଖୁଛନ୍ତି ଯେଉଁ ପଇସା ଯଦି ଆପଣଙ୍କୁ ଶୋ କରୁଛି ରାଇଟ୍ ସାଇଡ଼୍ରେ, ଦେଖିବେ ସେଇ ଫଣ୍ଡରେ ଟୋଟାଲ୍ ପଇସା କେତେ ଆସିଛି ଏବଂ ସେହି ପଇସା ମାନଙ୍କ ମଧ୍ୟରୁ ଯେତିକି ଟଙ୍କା ଅଲରେଡ଼ି ଏଣ୍ଟ୍ରି ହେଇଯାଇଛି ସେଇଟା ମାଇନସ୍ କରିବେ ଏବଂ ବଳକା ପଇସା ଏଣ୍ଟ୍ରି କରିବେ, ନହେଲେ ଡବଲ୍ ହେଇଯିବ ବା ଅଧିକ ପଇସା ହେଇଯିବ। ତେଣୁ ଆଶା କରିବି ଆଜିର ଭିଡ଼ିଓ ମାଧ୍ୟମରେ କଟ୍ ଅଫ୍ର ଲାୟବିଲିଟି ଅପସନ୍ ଉପରେ କିଛି ନା କିଛି ବୁଝିଥିବେ। ତେଣୁ ଯେଉଁମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓ ଦେଖିଛନ୍ତି ମୋ ତରଫରୁ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଶା କରିବି ଆମେ ଏମିତି ଯୋଡ଼ି ହେଇକି ରହିବା। ଯେଉଁମାନଙ୍କର ନିହାତି ଶିଖିବାର ଅଛି ତ ନିହାତି ମୋ ଭିଡ଼ିଓ ଦେଖିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥିବେ। ଯେତେବେଳେ ମୁଁ ନ୍ୟୁ ଭିଡ଼ିଓ ପୋଷ୍ଟ କରିବି ନୋଟିଫିକେସନ୍ ଯିବ ଏବଂ ସେମାନେ ଦେଖିକରି ତାଙ୍କର କାମ କରିପାରିବେ। ତେଣୁ ଆଜିର ଭିଡ଼ିଓକୁ ଏଇଠି ରଖିବା। ପୁଣି ଥରେ କହୁଛି, ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ଭିଡ଼ିଓଟି ଏଇଠି ରଖୁଛି। ସମସ୍ତଙ୍କୁ ନମସ୍କାର।